କାହିଁକି ଏଠି ପାଟି କରୁଛ? ମୋ ନା ଗୋପାଳ ସାହାଣୀ। ପ୍ରୀତିପୁରରେ ମୋ ଘର। ମୋହନ ବାବୁଙ୍କ ପୁଅ ସହିତ ମୋ ଝିଅର ବାହାଘର ପ୍ରସ୍ତାବ ନେଇ ଆସିଛି। ତାହେଲେ ଆପଣ ଅଜର ବାପା? ହଁ ଆଜ୍ଞା। ତୁ ଏଠି ବାପା ଆମେ ଆଉ ଏଇଠି ରହିବାନି, ଚାଲ ପଳେଇବା। ଚାଲ ବାପା, ଚାଲ। ମଉସା ଆପଣ? ନମସ୍କାର ମଉସା। ହଉ ହେଲା ହେଲା। ଆରେ ଦେଖିଲୁ ଏତେ ବଡ଼ ଘର ପିଲା କିନ୍ତୁ ତା ସଂସ୍କାର ଦେ। ମଉସା ଆପଣ ତ ଜାଣିଛନ୍ତି ଗୀତାକୁ ମୁଁ ଭଲ ପାଏ ଆଉ ବାହା ହବାକୁ ଚାହେଁ। ମୁଁ ବି ସେ ପ୍ରସ୍ତାବ ନେଇକି ଆସିଛି। ତମ ବାପାଙ୍କୁ ଟିକେ ଡାକ, ଆମେ କଥା ହେଇ ଚାଲିଯିବୁ। କଥା କ'ଣ କି? ବାପା ଏବେ ଘରେ ନାହାନ୍ତି, ସେ ତୀର୍ଥ କରିବାକୁ ଯାଇଛନ୍ତି। ଆମେ କଥାଟା ଫାଇନାଲ କରିଦେଲେ ହବନି? ନାଇଁ ବାବା, ହେଇଠି ମୋ ଭଉଣୀର ବାହାଘର ହେଇପାରିବନି। ଆରେ କାହିଁକି ହେଇପାରିବନି? କାହିଁକି ନା ଏମାନେ ଜମା ଭଲ ଲୋକ ନୁହନ୍ତି। ଏଇଠି ବାହା ହେଲେ ତୋ ଝିଅ ସାରା ଜୀବନ କାନ୍ଦିବ। ମଉସା ଏଇଟା କିଏ? ତମର ଆଉ ଗୋଟେ ପୁଅ? ନାଇଁ ବା, এইটা গোটা ভার বোলা ମୋ ଘରେ ଆସି ଅଣ୍ଟା କାଇ ପଡ଼ି ରହିଛି। ତାକୁ ଜମା ଧରିବନି। ତମେ ଯାହା ବି କହ ବାବା, ତୁ ମତେ ଜାରଜ କହ, କୁକୁର କହ, ତୁ ମତେ ଯାହା ବି କହ, କିନ୍ତୁ ଏଇଠି ମୋ ଭଉଣୀର ବାହାଘର ହେଇପାରିବନି। ନିଜ ଭଉଣୀର ବାହାଘର ଭାଙ୍ଗି ଦେବାକୁ ବସିଛ। अबे शैतान, अबे राक्षस, आराम दादा थाने मिलवे। ମଉସା କେବଳ ଇଆରି ଲାଗି ଆମ ବାହାଘର ହେଇପାରିବନି। ହଁ ହେଇପାରିବନି। ଚାଲ ଚାପନ ଭାଇ। ଗଲା ରହିଥା ବାବୁ, ମୋ କଥା ଟିକେ ଶୁଣ। ଗଲା ସବୁ ସରିଗଲା, ଆଉ ହେଇପାରିବନି ଏ ବାହାଘର। ଭଲ ହେଇଛି ବାବା, ହେ ବାହାଘରଟା ଭାଙ୍ଗିଗଲା। ଚୁପ କର। କେବଳ ତୋରି ପାଇଁ ଏ ବାହାଘରଟା ଭାଙ୍ଗିଗଲା। ତତେ ମୋ ପୁଅ ବୋଲି ଭାବୁଥିଲି, କିନ୍ତୁ ଆଜି ମୁଁ ଭାବୁଛି ସେଦିନ ମୁଁ ତତେ କାହିଁକି ଆଶ୍ରୟ ଦେଇଥିଲି। ସେମିତି କହନି ବାବା। ଗୀତା ଯଦି ଏଠି ବା ନହେଲେ ସେ ଆତ୍ମହତ୍ୟା କରିଦେବ। କେବଳ ସେ ଜଣେ ନୁହେଁ, ଆମେ ସମସ୍ତେ ମରିଯିବୁ। କାହିଁକି? କିନ୍ତୁ କାହିଁକି ନା ଗୀତା ପିଲାର ମା ହେବାକୁ ଯାଉଛି। ଏବେ କହ, ଲୋକମାନେ ଏକଥା ଜାଣିଲେ କେମିତି କାହାକୁ ମୁହ ଦେଖେଇବା? ଆରେ କିଏ ଭା ହବ? ମୁଁ ବଞ୍ଚି ଯାଉ ଯାଉ ତୁମର କିଛି ହେବାକୁ ଦେବିନି ବାବା। ହେ ବାହାଘର ହବ। ହେ ବାବୁ, ମୋର ଭୁଲ ହେଇଯାଇଛି ବାବୁ, ମୋତେ କ୍ଷମା କରିଦିଅ ବାବୁ। ମୁଁ କାନ ଧରୁଛି ବାବୁ, ମୋତେ କ୍ଷମା କରିଦିଅ। ମୋର ଭୁଲ ହେଇଯାଇଛି ବାବୁ, ମୋତେ କ୍ଷମା କରିଦିଅ। ମୋର ଭୁଲ ହେଇଯାଇଛି ବାବୁ, ବାବୁ। हे ବାହାଘରଟା ଭାଙ୍ଗି ଦିଅନି। ଏମିତି ବି କିଛି କଥା କାହାକୁ କହି ନ ହୁଏ, କହିଲେ ଖରାପ
ଚେଷ୍ଟା କରୁଛୁ ବେ ଏ ଭିଡିଓ ନେଇ ପୋଲିସକୁ ଦେଖେଇ ଦେବି। ମୁଁ ତୁମ ଝିଅକୁ ବାହା ହେବି। ହଉ ଠିକ ଅଛି, ଆଉ ଦିନେ ଭୁଲ କରିବୁନି ବୁଝିଲୁ। ତୁମେ ତୁମ ଟେନସନ କରନି, ମୁଁ ତୁମ ଝିଅକୁ ବାହା ହେବି। ହଁ